Hello everyone, this is Saurabh Naik. Welcome you to my YouTube channel Inspire to Saurabh. ଆଜି ଏହି ଭିଡିଓରେ ଆମେ ଦେଖିବା କିପରି ଭାବରେ ଇନକମ୍ ସାର୍ଟିଫିକେଟ ପାଇଁ ଅନଲାଇନ୍ ଆପ୍ଲାଏ କରିପାରିବା। ଇନକମ୍ ସାର୍ଟିଫିକେଟ ପାଇଁ ଅନଲାଇନ୍ ଆପ୍ଲାଏ କରିବାକୁ ହେଲେ ପ୍ରଥମେ ଆପଣଙ୍କୁ କୌଣସି ଏକ ବ୍ରାଉଜରରେ ସର୍ଚ୍ଚ କରିବାକୁ ପଡିବ ଇ ଡିଷ୍ଟ୍ରିକ୍ଟ। ମୁଁ ସର୍ଚ୍ଚ କରୁଛି ଇ ଡିଷ୍ଟ୍ରିକ୍ଟ। ଇ ଡିଷ୍ଟ୍ରିକ୍ଟ ସର୍ଚ୍ଚ କଲା ପରେ ଆପଣଙ୍କ ପାଖରେ ଏଇଭଳିଆ ଶୋ ହବ। ତ ଆପଣଙ୍କ ପୂର୍ବର ଆକାଉଣ୍ଟ ଅଛି ତାହେଲେ ଆପଣ ଲଗ୍ଇନ୍ କରନ୍ତୁ। ଯଦି ଆକାଉଣ୍ଟ ନାହିଁ ତାହେଲେ ଏଠାରେ ଆକାଉଣ୍ଟ ଲଗ୍ଇନ୍ କୁ କ୍ଲିକ୍ କରିକି ଏଠାରେ ଆକାଉଣ୍ଟ ଆପଣ କ୍ରିଏଟ୍ ବି କରିପାରିବେ। ତ ମୋର ଯେହେତୁ ପୂର୍ବରୁ ଆକାଉଣ୍ଟ ଅଛି ତ ମୁଁ ଏଠି ଲଗ୍ଇନ୍ କରୁଛି। ଲଗ୍ଇନ୍ କଲା ପରେ ଆପଣଙ୍କ ପାଖରେ ଏଇଭଳି ଅପସନ୍ ଶୋ ହବ। ତ ଆପଣ ଇନକମ୍ ସାର୍ଟିଫିକେଟ ଆପ୍ଲାଏ କରିବାକୁ ହେଲେ ତ ପ୍ରଥମେ ଏଠାରେ ଯୋଉ ଆପ୍ଲାଏ ଫର ସର୍ଭିସ ଲେଖାଯାଇଛି ସେଠାରେ କ୍ଲିକ୍ କରିବାକୁ ପଡିବ। ତାପରେ ଭ୍ୟୁ ଅଲ୍ ସର୍ଭିସ ଉପରେ କ୍ଲିକ୍ କରିବାକୁ ପଡିବ। ତ ଏଠାରେ ସର୍ଚ୍ଚ କରିବାକୁ ପଡିବ ଇନକମ୍। ତାପରେ ଯୋଉ ଲେଖାଯାଇଛି ପ୍ରଥମ ଅପସନ୍ ଅଛି ଇସୁଏନ୍ସ ଅଫ୍ ଇନକମ୍ ସାର୍ଟିଫିକେଟ, ତା ଉପରେ କ୍ଲିକ୍ କରିବାକୁ ପଡିବ। ପ୍ରଥମ ଅପସନ୍। ତାପରେ ଆପଣଙ୍କ ପାଖରେ ଏଇଭଳିଆ ଶୋ ହବ। ଏଠାରେ ଆପଣ ଆପ୍ଲିକାଣ୍ଟଙ୍କ ପର୍ସନାଲ ଡିଟେଲ୍ସ ଦେବେ। ତ ଆପ୍ଲିକାଣ୍ଟ ପର୍ସନାଲ ଡିଟେଲ୍ସରେ ମୁଁ ଯାହାର ଆପ୍ଲାଏ କରୁଛି ସେ ହଉଛନ୍ତି ଶ୍ରୀମତୀ। ସେଥିପାଇଁ ମୁଁ ଏଠି ଶ୍ରୀମତୀ ଚୁଜ୍ କରୁଛି। ଶ୍ରୀମତୀ ଚୁଜ୍ କଲା ପରେ ତା ତଳେ ଆପଣଙ୍କୁ ତାଙ୍କର ନାମ ଦେବାକୁ ପଡିବ। ନେମକୁ ଆପ୍ଲିକେଟ ଦେଲା ପରେ ଏଠାରେ ଆପ୍ଲିକାଣ୍ଟଙ୍କ ଫଟୋ ଦେବାକୁ ପଡିବ, ଯୋଉକି 220 KB ରୁ 20 KB ଟୁ 250 KB ଭିତରେ ରହିବା ଆବଶ୍ୟକ। ଫଟୋ ଦେଲା ପରେ ଆପଣଙ୍କୁ ଏଠାରେ ଜେଣ୍ଡର ଦେବାକୁ ପଡିବ। ଜେଣ୍ଡର ଚୁଜ୍ କଲା ପରେ ଆପଣ ଏଠି ମ୍ୟାରିଟାଲ ଷ୍ଟାଟସ ଚୁଜ୍ କରିବେ। ଆପ୍ଲାଏ କରୁଛି ସେ ହଉଛନ୍ତି ବିଧବା। ଏଥିରେ ମୁଁ ଏଠି ୱିଡୋ ଚୁଜ୍ କରୁଛି। ୱିଡୋ ଚୁଜ୍ କଲା ପରେ ଆପଣଙ୍କର ଏଠି ଯୋଉ ଏଜ୍ ଲେଖାଯାଇଛି, ଆଧାର ନମ୍ବର ଲେଖାଯାଇଛି, ତାହା ଆପଣଙ୍କ ଆପ୍ଲିକାଣ୍ଟଙ୍କ ଅନୁସାରେ ଆପଣ ଏଠି ଫିଲ୍ଅପ୍ କରିବେ। ଫିଲ୍ଅପ୍ କଲା ପରେ ଆପଣଙ୍କ ପାଖରେ ଆପ୍ଲିକାଣ୍ଟଙ୍କ ପ୍ରେଜେଣ୍ଟ ଆଡ୍ରେସକୁ ଫିଲ୍ଅପ୍ କରିବାକୁ ପଡିବ। ଯେପରିକି ମୁଁ ଯାହାର ପ୍ରେଜେଣ୍ଟ ଆଡ୍ରେସ ଦଉଛି, ଯଦି ଆପଣଙ୍କ ଭିଲେଜ ଏଠାରେ ଶୋ କରୁନାହିଁ ତାହେଲେ ଆପଣ ଏଠାରେ କ୍ଲିକ୍ କରିକି ଏଠାରେ ଆପଣଙ୍କ ଭିଲେଜକୁ ଲେଖିପାରିବେ। ଯଦି ଆପଣଙ୍କ ଭିଲେଜ ଶୋ କରୁଛି ତାହେଲେ ଏଠାରେ କ୍ଲିକ୍ ନ କରିକି ଏଠାରେ କ୍ଲିକ୍ କରିକି ଆପଣ ଆପଣଙ୍କ ଭିଲେଜ ଦିଅନ୍ତୁ। ତାପରେ ଆର୍ଆଇ ଅଟୋମେଟିକାଲି ଆସିଯିବ। ପୋଲିସ ଷ୍ଟେସନରେ ଆପଣଙ୍କ ପୋଲିସ ଷ୍ଟେସନ ଦିଅନ୍ତୁ। ଆଉ ପୋଷ୍ଟ ଅଫିସରେ ଆପଣଙ୍କୁ ପୋଷ୍ଟ ଅଫିସ ଦିଅନ୍ତୁ। ପିନକୋଡ୍ ଦେଲା ପରେ ଆପଣଙ୍କ ପରମାନେଣ୍ଟ ଆଡ୍ରେସ ପଶିବ। ପରମାନେଣ୍ଟ ଆଡ୍ରେସ ଯଦି ଆପଣଙ୍କ ପ୍ରେଜେଣ୍ଟ ଆଡ୍ରେସ ଓ ପରମାନେଣ୍ଟ ଆଡ୍ରେସ ସମାନ ତାହେଲେ ଆପଣ ଏଠାରେ ପ୍ଲିଜ୍ ସିଲେକ୍ଟ ଲେଖାଯାଇଛି ସେଠାରେ କେସ୍ ମାରନ୍ତୁ। ଏଠାରେ ପର୍ପଜରେ ଆପଣ ପଛୁଟି ଦେଇପାରିବେ। ତ ଯେମିତିକି ମୁଁ ଲେଖି ରହୁଛି ଏଠାରେ ଗଭର୍ଣ୍ଣମେଣ୍ଟ ହେଲ୍ପ ପାଇଁ ମୁଁ ଏଠି ଆପ୍ଲାଏ କରୁଛି। ତାପରେ ଏଠାରେ ଆପଣଙ୍କୁ ଏଠାରେ ଦେବାକୁ ପଡିବ। ତ ଆପଣ ଏଠି 60,000 ଉପରକୁ ଆପଣଙ୍କ ଇନକମ୍ ଦେବାକୁ ପଡିବ। ଯଦି ଆପଣ 60,000 କମକୁ ଇନକମ୍ ଦଉଛନ୍ତି ତାହେଲେ ଆପଣଙ୍କର ଅପଡେଟ୍ ହେଇକି 60,000 ଉପରକୁ ଆସିବ ଇନକମ୍ ଦିଅନ୍ତୁ। ତ ସାଲାରୀ ପାଇଁ ଆପଣ 0 ପକେଇବେ, ଟ୍ରେଡ୍ ପାଇଁ ଆପଣ 0 ପକେଇବେ। ଆଉ ଏଠାରେ ଆପଣ କିଛି ବି ଲେଖିପାରିବେ। ମୁଁ ୟାଙ୍କର ଦଉଛି 60,000 ଇନକମ୍। ତାପରେ ଆପଣଙ୍କୁ ଏଠାରେ ପ୍ଲେସ୍ ଦେବାକୁ ପଡିବ। ଆପଣ ଯୋଉ ପ୍ଲେସରେ ଆପ୍ଲାଏ କରୁଛନ୍ତି ସେ ପ୍ଲେସ୍ ଦେବାକୁ ପଡିବ। ଦେଲା ପରେ ଆପଣଙ୍କ ପାଖରେ ଏଭଳିଆ ଶୋ ହବ। ଆପଣଙ୍କୁ ଏଠାରେ ଯୋଉ କ୍ୟାପ୍ଚା ସେ କ୍ୟାପ୍ଚା ଲେଖିବାକୁ ପଡିବ। କ୍ୟାପ୍ଚା ଲେଖିଲା ପରେ ଆପଣଙ୍କ ପାଖରେ ଯୋଉ ସବମିଟ୍ ଅପସନ୍ ଅଛି ତା ଉପରେ କ୍ଲିକ୍ କରିବାକୁ ପଡିବ। ସବମିଟ୍ ଅପସନ୍ ଉପରେ କ୍ଲିକ୍ କଲା ପରେ ଆପଣଙ୍କ ପାଖରେ ଏଇଭଳିଆ ଶୋ ହବ। ଆପଣ ଏଠାରେ ଖୋଲିକି ଦେଖିଦେବେ କି ଆପଣ ଯୋଉ ବି ଆପ୍ଲିକେସନ ଦେଇଛନ୍ତି ଯାହା ଲେଖିଛନ୍ତି ତା ଠିକ୍ ଅଛି ନା ଭୁଲ ଅଛି। ତ ତାପରେ ଆପଣ ଏଠାରେ ଆଟାଚ୍ ଆନେକ୍ସର ଉପରେ କ୍ଲିକ୍ କରିବେ। ଆଟାଚ୍ ଆନେକ୍ସର ଉପରେ କ୍ଲିକ୍ କଲା ପରେ ଆପଣ ଏଠାରେ ସିଲେକ୍ଟ କ୍ଲିକ୍ କରିକି ଏଠାରେ କପି ଅଫ୍ ଆରଓଆର ଲେଖିବେ। ଆଉ ଦ୍ୱିତୀୟରେ କପି ଅଫ୍ ଆରଓଆର ଲେଖିବେ। और लास्ट ऑप्शन पे सिलेक्ट करके अदर मारिकी सेल्फ डिक्लेरेशन लिखिबे। यहाँ पर आपण एटारे पीडीएफ को देख पीडीएफ को दवा पूर्व मैं आपको देखाई दउछि कि पीडीएफ रे कोन देई। जेमिति कि मैं पीडीएफ रे प्रथम देछि तंगर घर बाड़ी पटा देछि। तो पटा पर आपण तंगर आधार कार्ड देबे और तंगर स्वामींगर आधार कार्ड देबे। यदि तंगर आधार कार्ड तंग बापांगर नाही ताले आपण एटी वोटर कार्ड भी देई परिबे। तंग स्वामींगर वोटर कार्ड भी देई परिबे। एतिक देला परे आपण देखिबे कि जो जमीटा अछि या कहा नार अछि। ଯେପରିକି ଆପଣ ଦେଖିପାରୁଛନ୍ତି ଏଠାରେ ଜମି ଯୋଉ ଅଛି ତାଙ୍କ ବାପାଙ୍କ ନାଁରେ ଅଛି। ସେଥିପାଇଁ ମୁଁ ଏଠି ଯୋଉ ଦେଲି ଆଧାର କାର୍ଡ କାହାର ଦେଲି ତାଙ୍କ ସ୍ୱାମୀଙ୍କର
आधार कार्ड तांको बापा ना मेंशन अछि ସେଥିପାଇଁ ଆପଣ ଏଇଟାକୁ ଦେଖିକି ଏଭଳି ଦେବେ ନହେଲେ ଆପଣଙ୍କର ଆପ୍ଲିକେସନ ରିଜେକ୍ଟ ହବାର ସମ୍ଭାବନା ଅଛି। ଯଦି ଆପଣଙ୍କ ଜମି ଆପଣଙ୍କ ନାଁରେ ଅଛି ବା ଜମି ଆପଣଙ୍କ ସ୍ୱାମୀଙ୍କ ନାଁରେ ଅଛି ତାହେଲେ ଆପଣଙ୍କ ଆଧାର କାର୍ଡ ଦ୍ୱାରା ହୋଇଯିବ। କିନ୍ତୁ ଯଦି ଜମି ଆପଣଙ୍କ ସ୍ୱାମୀଙ୍କର ବାପାଙ୍କ ନାଁରେ ଅଛି ତାହେଲେ ଆପଣଙ୍କ ଏଠି ଆପଣଙ୍କ ସ୍ୱାମୀଙ୍କ ଆଧାର ଦରକାର। କପି ଅଫ୍ ଆରଓଆର ବି ତାହା ଦେବ। ତାପରେ ଅଦରରେ ସେଲ୍ଫ ଡିକ୍ଲାରେସନ ଦିଆହବ। ସେଲ୍ଫ ଡିକ୍ଲାରେସନ ସହିତ ଆପଣ କପି ଅଫ୍ ଆରଓଆର ଆଧାର କାର୍ଡକୁ ମିଶାଇକି ଦେବା ଦରକାର। ଏହାକୁ ଗୋଟେ ପିଡିଏଫ କରିକି ମର୍ଜ କରିବେ ତାପରେ ଦେବେ। ମୁଁ ଆପଣଙ୍କୁ ଦେଖେଇଛି ଏଠାରେ ଆପଣ ଦେଖିପାରୁଛନ୍ତି ଏଠାରେ ଲେଖାଯାଇଛି ସେଲ୍ଫ ଡିକ୍ଲାରେସନ। ଏହାର ପିଡିଏଫ ମୁଁ ଭିଡିଓ ଡେସ୍କ୍ରିପସନ ଲିଙ୍କରେ ଦେଇଦେବି। ତାପରେ ଆପଣଙ୍କ ଜ୍ଞାନ ରହିବ ଯୋଉଟା କି ଆପଣଙ୍କ ଘର ବାଡି ପଟ୍ଟା ଖାତା ରହିବ। ତାପରେ ଆପଣଙ୍କ ଆଧାର କାର୍ଡ ରହିବ, ଆପଣଙ୍କ ସ୍ୱାମୀଙ୍କ ଆଧାର କାର୍ଡ ରହିବ। ତାପରେ ଆପଣଙ୍କ ଭୋଟର କାର୍ଡ ଆପଣଙ୍କ ସ୍ୱାମୀଙ୍କ ଭୋଟର କାର୍ଡ ରହିବ। ତାପରେ ଆପଣ ଏହାକୁ ଦେବେ। ଦେଲା ପରେ ଆପଣ ଏଠାରେ ସେଭ୍ ଆନେକ୍ସରୀ ଉପରେ କ୍ଲିକ୍ କରିବେ। ସେଭ୍ ଆନେକ୍ସରୀ ଉପରେ କ୍ଲିକ୍ କଲା ପରେ ଆପଣ ଏଠି ଭଲିକି ଦେଖିଦେବେ କି ଆପଣ ଯୋଉଠି ଦେଇଛନ୍ତି ଇନଫରମେସନ ଠିକ ଅଛି ନା ଭୁଲ ଅଛି। ତାପରେ ଆପଣ ଏଠାରେ ଯୋଉ ସବମିଟ ଅପସନ ଲେଖାଯାଇଛି ତାହା ଉପରେ କ୍ଲିକ୍ କରିବାକୁ ପଡିବ। ସବମିଟ ଅପସନ କ୍ଲିକ୍ କଲା ପରେ ଆପଣଙ୍କ ଆପ୍ଲିକେସନ ସବମିଟ ହୋଇଯିବ। ଆପଣଙ୍କ ଆପ୍ଲିକେସନ ସବମିଟ ହୋଇଗଲା ପରେ ଆପଣଙ୍କ ପାଖରେ ଏଇଭଳି ଆକ୍ନଲେଜମେଣ୍ଟ ସ୍ଲିପ ରେଡି ହୋଇଯିବ। ଆପଣ ଏହାକୁ ଏକ୍ସପୋର୍ଟ ପିଡିଏଫ କରିକି ପ୍ରିଣ୍ଟ କରି ଦିଅନ୍ତୁ। ଆପଣ ଅଗର ଚାହୁଁଛନ୍ତି କି ଆପଣ ଯୋଉ ଡକୁମେଣ୍ଟ ଦେଲେ ଯୋଉ ଇନଫରମେସନ ଦେଲେ ତାହା ଠିକ ସେ ଦେଖିବା ପାଇଁ ତାହେଲେ ଆପଣ ଏଠାରେ ଭ୍ୟୁ ଅଲ୍ ସର୍ଭିସ ଭ୍ୟୁ ଷ୍ଟାଟସ ଅଫ ଆପ୍ଲିକେସନ ଉପରେ କ୍ଲିକ୍ କରିକି ଡ୍ରାଫ୍ଟ ଆପ୍ଲିକେସନ ଷ୍ଟାଟସ ଉପରେ କ୍ଲିକ୍ କରିକି ଗେଟ୍ ଡାଟା ଉପରେ କ୍ଲିକ୍ କରିକି ତ ଆପଣ ଏଇଭଳିଆ ଆପଣଙ୍କ ପାଖରେ ଦେଖେଇବ କି ଆପଣ ଯୋଉ ଆପ୍ଲାଏ କଲେ ତାହା ଏଇଠି ପ୍ରୋସେସ ଅଛି। और एठने आपनको प्रोसेस देखिए कि आपण एप्लिकेशन को देखो तो এইভাবে প্রসেসরে ଆପଣ ঘরে বসি অনলাইন লে আপ্লাই করি পারি ইনকম সার্টিফিকেট। থ্যাঙ্কস ফর ওয়াচিং মাই ভিডিও। থ্যাঙ্কস।